ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ସିଏମ୍ କିଷାନ ଯୋଜନାର ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ବର୍ତ୍ତମାନ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କର ମୁଣ୍ଡ ବ୍ୟଥାର କାରଣ ସୃଷ୍ଟି ହୋଇଛି। କାରଣ ଦେଖନ୍ତୁ ସିଏମ୍ କିଷାନର ଯେଉଁ ଗାଇଡ଼ଲାଇନ୍ ଥିଲା ତ ସେଇ ଗାଇଡ଼ଲାଇନ୍ର କୌଣସି ପରିବର୍ତ୍ତନ ନ କରି ବର୍ତ୍ତମାନ ସରକାର ଯେଉଁମାନେ ନୂଆ ଆବେଦନ କରିଥିଲେ ସେମାନଙ୍କୁ ନୂଆ ଯେଉଁ ଆବେଦନ ହୋଇଥିଲା ଏବଂ ଷ୍ଟେଟ୍ ଲେବୁଲ୍ ଆପଣମାନଙ୍କର ପେଣ୍ଡିଂ ଥିଲା ସେମାନଙ୍କୁ ବର୍ତ୍ତମାନ ସରକାର ଯାହାକି ରିଜେକ୍ଟ କରିଦେଇଛନ୍ତି। ଅର୍ଥାତ୍ ସିଏମ୍ କିଷାନରେ ଯଦି ଆପଣମାନେ ନୂଆ ରେଜିଷ୍ଟ୍ରେସନ କରିଥିଲେ ଏବଂ ଆପଣଙ୍କର କଲେକ୍ଟର ଭେରିଫିକେସନ ବର୍ତ୍ତମାନ କମ୍ପ୍ଲିଟ୍ ଥିଲା ତାହେଲେ ଷ୍ଟେଟ୍ ଭେରିଫିକେସନ ଜାଗାରେ ବର୍ତ୍ତମାନ ଆପଣମାନଙ୍କର ଷ୍ଟାଟସଟି ରିଜେକ୍ଟ ହେଇଯାଇଛି ଏବଂ ରିଜେକ୍ଟର କାରଣ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ। କାରଣ ସିଏମ୍ କିଷାନର ଗାଇଡ଼ଲାଇନରେ ଯଦି ଆପଣମାନେ ଦେଖିବେ କୋଉଠି ବି ଆପଣମାନଙ୍କର ମେନସନ୍ ନାହିଁ ଯେ ଆପଣମାନଙ୍କର ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ କରିବା ପାଇଁ ପଡ଼ିବ। କିନ୍ତୁ ବର୍ତ୍ତମାନ ଯେଉଁମାନେ ନୂଆ ଆବେଦନ କରିଥିଲେ ସେହି ହିତାଧିକାରୀମାନଙ୍କୁ ସିଏମ୍ କିଷାନ ଯୋଜନାରୁ ସରକାରଙ୍କ ତରଫରୁ ବାଦ୍ କରାଯାଇଛି ଏବଂ ଆପଣମାନଙ୍କର ଯେଉଁ 10 ଲକ୍ଷ ହିତାଧିକାରୀଙ୍କ ନାଁ କଟିଥିଲା ତା ସହିତ ଯେଉଁ ହିତାଧିକାରୀମାନେ ନୂଆ ଆବେଦନ କରିଥିଲେ ସେମାନଙ୍କର ଷ୍ଟେଟ୍ ଲେବୁଲ୍ ପେଣ୍ଡିଂ ଥିଲା ସେମାନଙ୍କୁ ମଧ୍ୟ ବର୍ତ୍ତମାନ ସିଏମ୍ କିଷାନ ଯୋଜନାରୁ ସରକାରଙ୍କ ତରଫରୁ ବାଦ୍ ଦିଆଯାଇଛି। ତେଣୁ ଆଜିର ଯେଉଁ ଅପଡେଟ୍‌ଟି ନିହାତି ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଯେଉଁମାନେ ନୂଆ ଆବେଦନ କରି ଟଙ୍କା ପାଇନଥିଲେ ସେମାନେ ବର୍ତ୍ତମାନ ଷ୍ଟାଟସ୍ ଚେକ୍ କଲା ପରେ ଯେଉଁ ଅପଡେଟ୍‌ଟି ଆସିଛି ସେ ବିଷୟରେ ଡିଟେଲ୍ସ ଆମେ ଆଲୋଚନା କରିବା। କେମିତି ଆପଣମାନଙ୍କର ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତିର ଟଙ୍କା ଆସିବ ତା ପାଇଁ ବର୍ତ୍ତମାନର ଗାଇଡ଼ଲାଇନ୍‌ରେ କ'ଣ କ'ଣ ଡିଟେଲ୍ସ ଆସିଛି ସବୁ କିଛି ଆଲୋଚନା କରିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍‌କୁ କ୍ଲିକ୍ କରି ଅଲ୍‌ରେ ସେଟ୍ କରିଦେବେ। ତ ଦେଖନ୍ତୁ ପ୍ରତ୍ୟେକ ଦିନ ବର୍ତ୍ତମାନ ସିଏମ୍ କିଷାନରେ ଗୋଟିଏ ନୂଆ ଅପଡେଟ୍ ଆସୁଛି। ମୁଁ ମଧ୍ୟ ଆପଣମାନଙ୍କୁ ବାରମ୍ବାର ଯାଇକି ସେଇ ବିଷୟରେ ଅପଡେଟ୍ ଦଉଛି। କାରଣ ଦେଖନ୍ତୁ ଗତକାଲି ମୁଁ ଆପଣମାନଙ୍କୁ ଗୋଟେ ଅପଡେଟ୍ ଦେଇଥିଲି ଯେ ସିଏମ୍ କିଷାନରେ ଯେଉଁ ନୂଆ ଲିଷ୍ଟ ଆସିଥିଲା ସେଥିରେ ବହୁତ ଜଣ ହିତାଧିକାରୀଙ୍କର ନାଁ ଯାହାକି ପୁରୁଣା ଲିଷ୍ଟ ଠାରୁ ନୂଆ ଲିଷ୍ଟରେ ବହୁତ ଜଣ ହିତାଧିକାରୀଙ୍କର ନାଁ କଟିଛି ଏବଂ ନୂଆ ଲିଷ୍ଟ ଆସିଲା ପରେ ଯେଉଁମାନଙ୍କର ନାଁ କଟିଛି ସେମାନେ ଯାହାକି ସିଏମ୍ କିଷାନରେ ନୂଆ ପଞ୍ଜୀକରଣ କରିପାରିବେ ନାହିଁ କାରଣ ପଞ୍ଜୀକରଣ ଅପସନ୍ ବର୍ତ୍ତମାନ ବନ୍ଦ ଅଛି। ତା ସହିତ ଯେଉଁମାନଙ୍କର ଷ୍ଟେଟ୍ ଲେବୁଲ୍ ପେଣ୍ଡିଂ ଥିଲା ମ୍ୟାକ୍ସିମମ୍ ହିତାଧିକାରୀ ନୂଆ ଆବେଦନ କରିଥିଲେ ଗତ 2025 ମସିହା ଠାରୁ ଯେଉଁମାନେ ସିଏମ୍ କିଷାନରେ ଆବେଦନ କରିଥିଲେ ସେମାନଙ୍କର ଷ୍ଟେଟ୍ ଭେରିଫିକେସନ ପେଣ୍ଡିଂ ଥିଲା। ଯଦି ସେମାନେ ବର୍ତ୍ତମାନ ନିଜର ଷ୍ଟାଟସ୍ ଚେକ୍ କରୁଛନ୍ତି ତାହେଲେ ଷ୍ଟାଟସ୍ ଚେକ୍ କଲା ପରେ ଦେଖନ୍ତୁ ଆପଣମାନଙ୍କର ଏମିତି ଗୋଟେ ଯାଇକି ଅପସନ୍ ଶୋ କରୁଥିବ। ମୁଁ ଆପଣମାନଙ୍କ ସାମ୍ନାରେ ଲାଇଭ୍ ଯୋଉଟାକି ଦେଖଉଛି ଏଠି ଜଣେ ହିତାଧିକାରୀଙ୍କର ଯୋଉଟାକି ଟୋକନ ନମ୍ବର ଦେଇଦେଲି ତାପରେ କ୍ୟାପ୍ଚା କୋଡ୍ ଏଣ୍ଟର କଲି। କ୍ୟାପ୍ଚା କୋଡ୍ ଏଣ୍ଟର କରିସାରିଲା ପରେ ଦେଖନ୍ତୁ ଆପଣମାନଙ୍କର ଯୋଉମାନଙ୍କର କଲେକ୍ଟର ଭେରିଫିକେସନ କ୍ଲିୟର ହେଇଯାଇଥିଲା ଏବଂ ଗୋଟେ ଅପେକ୍ଷା ଥିଲା ଯେ ଆମର ଷ୍ଟେଟ୍ ଭେରିଫିକେସନ ବର୍ତ୍ତମାନ କ୍ଲିୟର ହେଇଯିବ କିନ୍ତୁ କ'ଣ ହେଇଛି ବର୍ତ୍ତମାନ ଦେଖନ୍ତୁ ଆପଣମାନଙ୍କର ଷ୍ଟେଟ୍ ଭେରିଫିକେସନକୁ ରିଜେକ୍ଟ କରିଦିଆଯାଇଛି। ଏଇଟା ମ୍ୟାକ୍ସିମମ୍ 99% ଯେଉଁମାନେ ନୂଆ ହିତାଧିକାରୀ ଥିଲେ ସେମାନଙ୍କର ଯାହାକି ଏଠି ରିଜେକ୍ଟ କରିଦିଆଯାଇଛି ଏବଂ ତାର ରିଜିନ୍ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ। ଦେଖନ୍ତୁ ଏଠି ଆପଣମାନଙ୍କ ରିଜିନ୍ ମଧ୍ୟ ଦେଖନ୍ତୁ ଷ୍ଟାଟସ୍ ଯୋଉଟାକି ଇନ୍ଏଲିଜିବୁଲ୍ ବୋଲି ଶୋ କରୁଛି ଏବଂ ରିଜିନ୍ କ'ଣ ରହିଛି ନା ନଟ୍ ହେଭିଂ ଏଗ୍ରି ଷ୍ଟକ୍ ଫାର୍ମର ଆଇଡି। ତ ଏଗ୍ରି ଷ୍ଟକ୍‌ର ଆପଣମାନଙ୍କର ଫାର୍ମର ଆଇଡି ନଥିବା କାରଣରୁ ବର୍ତ୍ତମାନ ସିଏମ୍ କିଷାନ ଯୋଜନାରୁ ଆପଣମାନଙ୍କୁ ବାଦ୍ ଦିଆଯାଇଛି। କିନ୍ତୁ ଯେଉଁ ସିଏମ୍ କିଷାନର ଗାଇଡଲାଇନ୍‌ରେ ହଉ ବା ସରକାରଙ୍କ ତରଫରୁ କୋଉଠି ବି କ୍ଲିୟରଲି ମେନସନ୍ କରାଯାଇନଥିଲା ଯେ ଯେଉଁମାନେ ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ କରିବେ ନାହିଁ ସେମାନଙ୍କୁ ସିଏମ୍ କିଷାନ ଯୋଜନାର ଟଙ୍କା ମିଳିବ ନାହିଁ ବୋଲି। କେବଳ ଆପଣମାନେ ଜାଣିଥିବେ ଟ୍ୱିଟର ମାଧ୍ୟମରେ କିଛି ଫଟୋ ପୋଷ୍ଟ କରାଯାଉଥାଏ। ସେଇ ଟ୍ୱିଟର ପୋଷ୍ଟ ମାଧ୍ୟମରେ ସରକାର କେବଳ ଚାଷୀମାନଙ୍କୁ ଅବଗତ କରାଇଥିଲେ। କୌଣସି ବି ଯଦି ଆପଣମାନେ ଜାଣିଥିବେ କୌଣସି ପଞ୍ଚାୟତ ଲେବୁଲ ହଉ ବା ଆପଣମାନଙ୍କର ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ବ୍ଲକ ଲେବୁଲରେ କୌଣସି ବି ସଚେତନ ଶିବିର କରାଯାଇନାହିଁ। ଯେଉଁ ଭିଏଲ୍‌ଡବ୍ଲ୍ୟୁ ମାନେ ରହିଛନ୍ତି ସେମାନେ ମଧ୍ୟ ଆପଣମାନଙ୍କୁ ଏ ବିଷୟରେ ଅବଗତ କରାଇନାହାନ୍ତି ଯାହାଫଳରେ ଯେଉଁ ହିତାଧିକାରୀମାନେ ଆବେଦନ କରିଥିଲେ ସେମାନଙ୍କର ବର୍ତ୍ତମାନ କଟିଛି। ତ କଟିଲା କେତେବେଳେ ନା ଆପଣମାନଙ୍କର ଯେତେବେଳେ ଷ୍ଟେଟ୍ ଭେରିଫିକେସନ ଆପଣମାନଙ୍କର କମ୍ପ୍ଲିଟ୍ ହେଲା ପରେ କଟିଲା। ଯଦି ଆପଣମାନଙ୍କର ଏଗ୍ରି ଷ୍ଟକ୍‌ର ରେଜିଷ୍ଟ୍ରେସନଟି ମାଣ୍ଡାଟୋରି ଥିଲା ତାହେଲେ ଯେତେବେଳେ ଭିଏଲ୍‌ଡବ୍ଲ୍ୟୁ ଆପଣମାନଙ୍କର ଭେରିଫିକେସନ କରିଥିଲେ ସେହି ସମୟରେ ସେମାନଙ୍କର ରିଜେକ୍ଟ କରିଦେବା କଥା ବା ତାଙ୍କୁ ଆପଣମାନେ ଭିଏଲ୍‌ଡବ୍ଲ୍ୟୁଙ୍କ ଦ୍ୱାରା ସୂଚନା ଦେବାର ଥିଲା ଯେ ଆମର ଯେଉଁମାନେ ଆବେଦନ କରିଛନ୍ତି ସେହି ହିତାଧିକାରୀମାନଙ୍କର ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ ନାହିଁ ବୋଲି ତାଙ୍କୁ କଟେଇ ଦିଆଯାଉଛି। ତ ଗାଇଡଲାଇନ୍‌ରେ ମେନସନ୍ ନଥାଇ ମଧ୍ୟ ସରକାର ଯାହାକି ଏଠି ଆପଣମାନଙ୍କ ନାଁ କଟିଛନ୍ତି। କେବଳ ଏଇ ଗୋଟିଏ କାରଣ ନୁହେଁ ଆହୁରି ମଧ୍ୟ ବହୁତ ସାରା କାରଣ ଅଛି। ଅର୍ଥାତ୍ ଯଦି ଆପଣମାନଙ୍କ ପରିବାରରେ କିଏ ପିଏମ୍ କିଷାନ ଯୋଜନା ଟଙ୍କା ପାଉଛନ୍ତି ତାହେଲେ ତାଙ୍କର ଯଦି ଲାର୍ଜ ଏବଂ ମିଡିୟମ ଓ ଲାର୍ଜ ଫାର୍ମରେ ତାଙ୍କ ରେଜିଷ୍ଟ୍ରେସନ ହେଇଛି ତାହେଲେ ମଧ୍ୟ ଆପଣମାନଙ୍କୁ ସିଏମ୍ କିଷାନ ଯୋଜନାର ଟଙ୍କା ଆସିବ ନାହିଁ। ଆପଣମାନଙ୍କର ଏଇ ରିଜେକ୍ଟର ରିଜିନ୍ ମଧ୍ୟ ସେଠି ଶୋ କରିବ। ତାର ମଧ୍ୟ ମୁଁ ଗୋଟେ ସ୍କ୍ରିନଶଟ୍ ଆପଣମାନଙ୍କୁ ଦେଖଉଛି।
ଏଇଠି ଆପଣମାନେ ଦେଖିପାରୁଥିବେ ଏଇ ଯେଉଁ ହିତାଧିକାରୀଙ୍କର ଆବେଦନ ଯୋଉଟାକି ହେଇଥିଲା 1 ଫେବୃଆରୀ 2024 କଲେକ୍ଟର ଭେରିଫିକେସନ ମଧ୍ୟ କ୍ଲିୟର ହେଇଥିଲା। ତାପରେ ଦେଖନ୍ତୁ ଏଠି ମେନସନ କ'ଣ ଅଛି, ଆପ୍ଲିକାଣ୍ଟ ଅର୍ ହିଜ୍ ଅର୍ ହାର୍ ଫ୍ୟାମିଲି ଇଜ୍ ଏନ୍ ଅଦର ଫାର୍ମର, ଅର୍ଥାତ୍ ହୁଏତ ସେଇ ଯିଏ ଆବେଦନ କରୁଛନ୍ତି ସେ ଆବେଦନକାରୀ ପିଏମ୍ କିଷାନ ଯୋଜନାର ଟଙ୍କା ପାଉଛନ୍ତି ଲାର୍ଜ ଏବଂ ମିଡିୟମ ଫାର୍ମରରେ, ବା ତାଙ୍କ ପରିବାରରେ ଆଉ କିଏ ଯଦି ଆମର ପିଏମ୍ କିଷାନ ଯୋଜନାର ଟଙ୍କା ପାଉଛି, ତା ମାନେ ସେମାନଙ୍କୁ ମଧ୍ୟ ବର୍ତ୍ତମାନ ସିଏମ୍ କିଷାନ ଯୋଜନାରୁ ବାଦ ଦିଆଯାଇଛି। ତେଣୁ ବର୍ତ୍ତମାନ ଆପଣମାନେ କ'ଣ କରିବେ? କାରଣ ଆଜି ସକାଳ ଠାରୁ ଏତେ ସାରା କଲ୍, ଏତେ ସାରା ମେସେଜ ଆପଣମାନଙ୍କର ଆସୁଛି ଯେ ମୁଁ ଆପଣମାନଙ୍କୁ ରିପ୍ଲାଏ ମଧ୍ୟ ଦେଇଛି କିଛି ଜଣଙ୍କୁ। ଟେଲିଗ୍ରାମରେ ମଧ୍ୟ ବହୁତ ଜଣ ମେସେଜ କରୁଛନ୍ତି, ଇନଷ୍ଟାଗ୍ରାମ, ଫେସବୁକରେ ମଧ୍ୟ ବହୁତ ଜଣ ମେସେଜ କରୁଛନ୍ତି ଯେ ଆମର ଯେଉଁ ଷ୍ଟେଟ୍ ଭେରିଫିକେସନଟା ପେଣ୍ଡିଂ ଥିଲା ବର୍ତ୍ତମାନ ତାକୁ ରିଜେକ୍ଟ କରାଯାଇଛି, ତାର ପ୍ରୋବ୍ଲେମ ସର୍ଟ ଆଉଟ୍ ଆମେ କେମିତି କରିବା? ତ ସେଇ ପ୍ରୋବ୍ଲେମର ସର୍ଟ ଆଉଟ୍ କରିବା ପାଇଁ କେବଳ ଗୋଟିଏ ଅପସନ୍, ଆପଣମାନଙ୍କର ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ। ତ ପୁଣି ଆପଣମାନଙ୍କର ପ୍ରଶ୍ନ ରହିବ ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ କ'ଣ? ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ ହେଉଛି ଆପଣମାନଙ୍କର ଗୋଟେ ଫାର୍ମର ରେଜିଷ୍ଟ୍ରେସନ, ଯେଉଁଥିରେ ଆପଣମାନଙ୍କୁ ରେଜିଷ୍ଟ୍ରେସନ କରିବା ପାଇଁ ହେଲେ ଆପଣମାନଙ୍କ ନିଜ ନାମରେ ଜମି ଥିବା ନିହାତି ଆବଶ୍ୟକ। ଯଦି ଆପଣମାନଙ୍କ ନିଜ ନାମରେ ଜମି ନାହିଁ, ତାହେଲେ ଆପଣମାନଙ୍କୁ ସେଠି ଏଗ୍ରି ଷ୍ଟକ୍ର ଆଇଡି ବା ଫାର୍ମର ଆଇଡି ବନେଇ ପାରିବେ ନାହିଁ, ବା ଆପଣମାନଙ୍କର ଯୋଉଟାକି ଆଇଡି କ୍ରିଏସନ ହେଇପାରିବନି। ତ ଯଦି ଆପଣମାନଙ୍କ ନିଜ ନାମରେ ଜମି ନାହିଁ, ଆପଣମାନଙ୍କ ବାପା ଜେଜେବାପାଙ୍କ ନାଁରେ ଜମି ଥିଲା ଏବଂ ଆପଣମାନେ ଆବେଦନ କରିଥିଲେ ସିଏମ୍ କିଷାନ ପାଇଁ ବା ପିଏମ୍ କିଷାନ ପାଇଁ ପୂର୍ବରୁ ମଧ୍ୟ ଆବେଦନ କରିଦେଇଛନ୍ତି, ତ ସେମାନଙ୍କର ଯାହାକି ଆପଣମାନଙ୍କର ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏଗ୍ରି ଷ୍ଟକ୍ର ରେଜିଷ୍ଟ୍ରେସନ କମ୍ପ୍ଲିଟ୍ କରନ୍ତୁ। ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ ହେଇସାରିଲା ପରେ ଆପଣମାନେ ସିଏମ୍ କିଷାନ ପାଇଁ ପୁଣି ଥରେ ରି ରେଜିଷ୍ଟ୍ରେସନ କରିବେ, ଯୋଉଟାକି ପୋର୍ଟାଲ ଓପନ ହେଲା ପରେ। ଏବେ ରହିଲା ଯୋଉଟା ନୂଆ ଆବେଦନଙ୍କ କଥା କହିଦେଲି, ଯୋଉମାନଙ୍କ ରିଜେକ୍ଟ ହେଇଛି ସେମାନଙ୍କ କଥା କହିଲି। ଏବେ ଗଲା ପୁରୁଣା ହିତାଧିକାରୀ ଯୋଉମାନେ ଟଙ୍କା ପାଇଛନ୍ତି କିନ୍ତୁ ଏଗ୍ରି ଷ୍ଟକ୍ରୁ ରେଜିଷ୍ଟ୍ରେସନ କରିନାହାନ୍ତି। ତ ସେଇ ହିତାଧିକାରୀମାନେ ମଧ୍ୟ ମନେ ରଖନ୍ତୁ, ଆପଣମାନଙ୍କର ଯେଉଁ ବି 41 ଲକ୍ଷ ହିତାଧିକାରୀ ଟଙ୍କା ପାଇଛନ୍ତି, ସେମାନଙ୍କ ମଧ୍ୟରୁ ମ୍ୟାକ୍ସିମମ୍ 2ରୁ 3 ଲକ୍ଷ ହିତାଧିକାରୀଙ୍କର ନାମ ଯୋଉଟାକି ନିଜ ନାମରେ ଜମି ଥିବ ଏବଂ ସେମାନେ ଏଗ୍ରି ଷ୍ଟକ୍ କରିଥିବେ, ଆଉ ମ୍ୟାକ୍ସିମମ୍ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଏଗ୍ରି ଷ୍ଟକ୍ରୁ ରେଜିଷ୍ଟ୍ରେସନ କରିନାହାନ୍ତି। ତେଣୁ ଆଗାମୀ ଦିନରେ ଆପଣମାନଙ୍କ ନାମ ମଧ୍ୟ ସିଏମ୍ କିଷାନ ଯୋଜନାରୁ ବାଦ ପଡ଼ିପାରେ। ତେଣୁ ଆପଣମାନେ ଯଦି ନିଜ ନାମରେ ଜମି କରିବା ପାଇଁ ଚାହୁଁଛନ୍ତି, ତ ଏହାର ମଧ୍ୟ ପ୍ରୋସେସ ରହିଛି। ସେ ବିଷୟରେ ମୁଁ ଆଉ ଗୋଟେ ଡେଡିକେଟେଡ ଭିଡ଼ିଓ ବନେଇବି, କେମିତି ଆପଣମାନେ ନିଜ ନାମରେ ଜମି କରିବେ, ଯୋଉଟାକି ଆପଣଙ୍କର ଲିଗାଲ ଲେୟାର ହଉ, ବାପା କିମ୍ବା ଜେଜେବାପାଙ୍କର ଡେଥ୍ ସାର୍ଟିଫିକେଟ ବାହାର କରିବା ହଉ, ସେ ସବୁ ଡିଟେଲ୍ସ ବାହାରି ସାରିଲା ପରେ ଏଗ୍ରି ଷ୍ଟକ୍ର ରେଜିଷ୍ଟ୍ରେସନ ଆପଣମାନେ କରିବେ। ଏବେ ଆସିଲା ଆପଣମାନଙ୍କ ପାଇଁ ଗୋଟେ ଶେଷ ରିକ୍ୱେଷ୍ଟ, ଏଇ ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କରନ୍ତୁ। କାରଣ ଦେଖନ୍ତୁ ସରକାର ଆପଣମାନଙ୍କର ଏଠି କ୍ଲିୟରଲି ମେନସନ କରିଛନ୍ତି, ଆପଣମାନେ ଯଦି ଗାଇଡଲାଇନ ଦେଖିବେ ଏଠି ଆପଣମାନଙ୍କର କ୍ଲିୟରଲି ମେନସନ ଅଛି ଯେ ଆପଣମାନେ ଟଙ୍କା ପାଇବା ପାଇଁ ହେଲେ ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନର କୌଣସି ଜାଗାରେ ବି ମେନସନ ନାହିଁ, କେବଳ କୃଷକ ଓଡ଼ିଶା ଆଉ ଆପଣମାନଙ୍କର ଡିବିଟି ଏଇ ଦୁଇଟା ହିଁ ମାଣ୍ଡେଟୋରୀ ଥିଲା। କିନ୍ତୁ ଯେଉଁ ପ୍ରୋବ୍ଲେମ ବର୍ତ୍ତମାନ ଆସିଛି ସେଇ ପ୍ରୋବ୍ଲେମ ସରକାରଙ୍କ ତରଫରୁ କୌଣସି ସୂଚନା ନ ଦିଆଯାଇ କରାଯାଇଛି। ତେଣୁ ଏ ବିଷୟରେ ନିହାତି ଭିଡ଼ିଓଟି ଆପଣମାନେ ବହୁତ ମାତ୍ରାରେ ସେୟାର କରନ୍ତୁ, ଯାହାଦ୍ୱାରା କି ସରକାର ଏହା ପାଇଁ କିଛି ଗୋଟେ କୋହଳ ପଦକ୍ଷେପ ନେବେ। ନହେଲେ ଲକ୍ଷ ଲକ୍ଷ ହିତାଧିକାରୀ ବର୍ତ୍ତମାନ ଯେମିତି ସିଏମ୍ କିଷାନରୁ କାଟିଛନ୍ତି, ଆଗାମୀ ଦିନରେ ପିଏମ୍ କିଷାନରୁ କଟିବେ ଏବଂ ସରକାରଙ୍କ ତରଫରୁ ଯେଉଁ ସଂଖ୍ୟାଟି 41 ଲକ୍ଷ ଅଛି, ଆଗାମୀ ଦିନରେ ତାହା 1 ଲକ୍ଷ କି 2 ଲକ୍ଷରେ ପହଞ୍ଚିପାରେ। ଧନ୍ୟବାଦ।